ଜୀବନରେ ରହିଛି ମାନବ ସେବା ହିଁ ମାଧବ ସେବା। ଏହି କଥାକୁ ଯଥାର୍ଥରେ ପରିଣତ କରିଛନ୍ତି ଜଣେ ଦମ୍ପତି। ଗତକାଲିଠାରୁ ବାଟବଣା ହୋଇ ବୁଲୁଥିବା ଜଣେ ମସ୍ତିଷ୍କ ବିକୃତି ମହିଳା ଏବଂ 2 ନାବାଳକ ପୁତ୍ରକୁ ଆଶ୍ରୟ ଦେଇଥିଲେ ବିଜେତଳା ଛକର ଗୋବିନ୍ଦ ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ। ରାତିରେ ଖାଇବାକୁ ଦେଇଥିଲେ। ଆଜି ମଧ୍ୟ ସକାଳୁ ସମସ୍ତଙ୍କୁ ଖାଇବା ପିଇବା କଥା ବୁଝିଥିଲେ ଗୋବିନ୍ଦ ଏବଂ ତାଙ୍କ ସ୍ତ୍ରୀ। ତା ସହିତ ଛୋଟ ପିଲା ଦୁହିଁଙ୍କୁ ପିନ୍ଧିବାକୁ ସାର୍ଟ ପ୍ୟାଣ୍ଟ ମଧ୍ୟ ଦେଇଛନ୍ତି, ଯାହା ଫଳରେ କୁନି କୁନି ଦୁହିଁଙ୍କ ମୁହଁରେ ହସ ଫୁଟି ଉଠିଛି। ତେବେ ଅସହାୟ ମା ଓ ଛୁଆ ବାଙ୍ଗିରିପୋଷି ଥାନା ନିତାଇ ଗ୍ରାମର ବୋଲି ଜଣାପଡ଼ିଛି। ଆଜି ସକାଳୁ ସାମ୍ବାଦିକ ଆନୱାର ହୁସେନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିଷୋଇ ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ ପହଞ୍ଚି ଉକ୍ତ ମହିଳା ଏବଂ 2 ନାବାଳକ ପୁତ୍ରକୁ ବସ୍ ଯୋଗେ ତାଙ୍କୁ ବାଙ୍ଗିରିପୋଷି ପଠାଇ ଦେଇଥିଲେ। ବାଙ୍ଗିରିପୋଷିରେ ବସ୍ରୁ ଓହ୍ଲାଇବା ପରେ ବିଜେପିର ଟୁନାକର ଅବିନାଶ ବାରିକ ଏବଂ ପୀତାମ୍ବର ସେଠୀ ସେମାନଙ୍କୁ ଏକ ଅଟୋ ଯୋଗେ ତାଙ୍କ ଘର ନିତେଇ ଗ୍ରାମରେ ପହଞ୍ଚାଇ ଦେଇଥିଲେ। आयुष मुंडा आयुष मुंडा तोर बापर की नाम कालिया कालिया मुंडा। और तोर माँ गली गली। तुम्हें कोटू आसलो बंसीदा बणसीदा चली चली। ओहो आ तुमर बापा कहीं गले काम करता। एभଳି ସାହାଯ୍ୟ କରି ମାନବିକତାର ପରିଚୟ ଦେଇ ଗୋବିନ୍ଦ ମୁର୍ମୁ, ତାଙ୍କ ସ୍ତ୍ରୀ ଆନୱାର ହୁସେନ ଏବଂ ବାଙ୍ଗିରିପୋଷି ବିଜେପିର କର୍ମୀ ଟୁନାକର, ପୀତାମ୍ବର ସେଠୀ, ଅବିନାଶ ବାରିକ ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ମୟୂରଭଞ୍ଜରୁ ପ୍ରଦୀପ୍ତ ହୋତାଙ୍କ ରିପୋର୍ଟ, ଖବର ଓଡ଼ିଶା।